ଅଭିଯୋଗ ତ ଆସିବ ନିଶ୍ଚିତ ଭାବରେ 6 ମାସ ତଳେ ଯେମିତି ସୌମ୍ୟାଶ୍ରୀର ଅଭିଯୋଗ ଆସିଥିଲା ସରକାରଙ୍କର ଆମେ ଦେଖିଥିଲୁ ରୋଲ ଅଫ ଆକ୍ସନ କେମିତି ଥିଲା ଆମେ ସେ ଜାଗାରେ ମଧ୍ୟ ଦେଖିଥିଲୁ ଗୋପାଳପୁର କେସ୍ରେ ବି ମଧ୍ୟ ଅଭିଯୋଗ ଆସିଥିଲା ସୁଭଦ୍ରା କଣିହା କେସ୍ରେ ମଧ୍ୟ ଅଭିଯୋଗ ଆସିଥିଲା ପୋଲିସର ନିଷ୍କ୍ରିୟତା ଆମେ ସେ ସବୁ ଜାଗାରେ ଦେଖିବାକୁ ପାଇଥିଲୁ ତତ୍ପରତା ଦେଖିବାକୁ ପାଇନଥିଲୁ ଆପଣ ଯେତେବେଳେ ମତେ ଛାତ୍ର କଂଗ୍ରେସର ନେତାଙ୍କ କଥା ପଚାରୁଛନ୍ତି ଆଗେ ସେଇଠୁ ହିଁ ମୁଁ ଆରମ୍ଭ କରୁଛି 4 ମାସ ତଳର କେସ୍ର କୌଣସି ପ୍ରକାର ନା ଏଭିଡେନ୍ସ ଅଛି ନା ଏଥିରେ କୌଣସି ପ୍ରକାର ଆପଣଙ୍କ ଭ୍ୟାବିଲିଟି ଅଛି ବୋଲି ଭାବିବେ ସେଇ ଜାଗାରେ ଆପଣ ଏଟାକୁ ନିଶ୍ଚିତ ଭାବରେ ଗୋଟେ ଷଡ଼ଯନ୍ତ୍ର ବି କହିପାରନ୍ତି ଗୋଟେ ଆକ୍ରୋଶମୂଳକ ଭାବରେ ଗିରଫଦାରୀ ମଧ୍ୟ କହିପାରନ୍ତି କଂଗ୍ରେସ ବର୍ତ୍ତମାନ ବହୁତ ଆଗୁଆ ଅଛି ଛାତ୍ରମାନେ ଯୁବମାନେ ସମସ୍ତେ ସବୁଦିନ ଆପଣମାନେ ଦେଖୁଥିବେ ରାସ୍ତାରେ କେମିତି ଆନ୍ଦୋଳନକୁ ନାରୀ ନିର୍ଯାତନାକୁ ନେଇକି ବେସିକାଲି ଆଉ ସେତେବେଳେ ସେମାନଙ୍କର ସ୍ୱରକୁ ଦବେଇବା ପାଇଁ ସରକାର ପାଖରେ ଆଉ କଣ ମାରଣାସ୍ତ୍ର ରହିଲା ଦମନ କରିବେ ଦମନ ଲୀଳା ଇଏ ତ ହିଟଲର ସରକାର ନା ତେଣୁ ଏମାନେ ଦମନର ଅନ୍ୟ ରାସ୍ତା ତାଙ୍କର ଆଗରେ ଇଡି ଥିଲା ସିବିଆଇ ଥିଲା ଆଇଟି ଥିଲା ଏବେ ଆଉ ଟିକେ ଫର୍ମୁଲା ଚେଞ୍ଜ କରିଦେଇଛନ୍ତି କୋଉଠୁ ଗୋଟେ ପାତାଳ ଧରି ଆଣିବେ ଗୋଟେ ଏଲିଗେସନ ଲଗେଇଦେବେ ତାପରେ ୱିଦାଉଟ୍ ଇନଭେଷ୍ଟିଗେସନରେ ତାଙ୍କର ଗୃହ ବିଭାଗ ପୋଲିସ ବିଭାଗ ତ ତାଙ୍କର ନା ଷ୍ଟେଟ ପୋଲିସ ତାଙ୍କୁ ଲଗେଇଦେବେ ଯେମିତି ଉଦିତଙ୍କ କେସ୍ରେ ହେଲା ନା ପୋଲିସ ପାଖରେ ତର ଥିଲା ଯେ ଆମେ କମ ସେ କମ ଆଟଲିଷ୍ଟ 12 ଘଣ୍ଟାରେ ଗୋଟେ ଇନଭେଷ୍ଟିଗେସନ କରିଦଉ ଯୋଉ ଜାଗାରେ ଝିଅଟି ଆସିକି କହିଲା ଆମେ ଝିଅ ସହିତ ଅଛୁ ଆମେ ତ ନାରୀ ନ୍ୟାୟ ନେଇକି ଆଗକୁ ଯାଉଛୁ ଯଦି ଜଣେ ପୀଡ଼ିତା ଆସିକି କହିଲେ ତାଙ୍କ କଥା କେତେ ଦୂର ପର୍ଯ୍ୟନ୍ତ ସତ ୱାନ୍ ସାଇଡେଡ୍ ଶୁଣିକି ଇନଭେଷ୍ଟିଗେସନଟାକୁ ଟିକେ ଯଦି କରିପାରିଥାନ୍ତେ ତାହେଲେ ସେଇଟା ଆପଣଙ୍କର ଗୋଟେ ଉଦାହରଣ ସୃଷ୍ଟି କରିଥାନ୍ତା ଯେ ପୋଲିସ ଚାପରେ ନାହିଁ କିନ୍ତୁ ପୋଲିସ ଯଦି ହାତ ବାରିଶି ସାଜିବ ପୋଷା ଗୁଣ୍ଡା ଭଳିଆ ଆପଣଙ୍କର ବିହେଭ କରିବ ସେଇ ଜାଗାରେ ଆପଣ କଣ କହିବେ ଏଠି ପୁଣି ଆପଣ ଦେଖିବେ ବିଜେଡିର କର୍ପୋରେଟରକୁ ମଧ୍ୟ ଆଜି ଆରେଷ୍ଟ କରାହେଇଛି କିନ୍ତୁ 4 ଦିନ ସମୟ ଦିଆହେଇଥିଲା ତାଙ୍କୁ 4 ଦିନ ସମୟ କୋଉଥିପାଇଁ ଦିଆହେଇଥିଲା ଆପଣମାନେ ଭଲ ଭାବରେ ଜାଣିଥିବେ ସେ ବିଜେପି ଆଡକୁ ଢଳିଥିଲେ ମଧ୍ୟ ଗୋଟେ ଗୋଷ୍ଠୀ ତାଙ୍କୁ ଫସଉଛି ତ ଗୋଟେ ଗୋଷ୍ଠୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି ସେଇ ଜାଗାରେ 4 ଦିନ ସମୟ ଦେଲେ ଜାମିନ ଆପ୍ଲାଏ ମଧ୍ୟ ସେ କରିଲେ ତାପରେ ମଧ୍ୟ ୱେଟ୍ କରାଗଲା ଜାମିନଟା କ୍ୟାନସଲ ହବ କି ମଞ୍ଜୁର ହେଇଯିବ ସେତିକି ସମୟ ଦିଆହେଲା ଜାମିନ ନାମଞ୍ଜୁର ହେଲା ପରେ ଟିକେ ବାହାରକୁ ଭାଗି ଯିବାକୁ ମଧ୍ୟ ପଳାୟନ କରିବାକୁ ମଧ୍ୟ ସୁଯୋଗ ଦିଆଯାଇଥିଲା ତାପରେ କୋଉ ଚାପରେ ତାଙ୍କର 2 ଦଳ ଭିତରେ କଣ ହେଲା କିଏ ଜାଣେ ଚଲାସୂତ୍ରରେ ଯାଉ ଆରେଷ୍ଟ କଲେ ସେସବୁ ଜାଗାରେ କିନ୍ତୁ ସରକାରଙ୍କର ନାରୀ ନିର୍ଯାତନା ଆଞ୍ଚଟା ଏଭଳିଆ ଆକ୍ରୋଶମୂଳକ ନ ହେଇକି ପ୍ରକୃତରେ ଯଦି ନାରୀମାନଙ୍କର ହିତରେ ହେଇପାରିବ ତାହେଲେ ଆମେ କହିବୁ ସରକାର ଗୋଟେ କାମ କରୁଛନ୍ତି ଯଦି ଗୋଟେ ଝିଅ ସମସ୍ତ ପଦାଧିକାରୀଙ୍କୁ ଉଚ୍ଚଶିକ୍ଷା ବିଭାଗଠୁ ଆରମ୍ଭ କରି ସିଏମଓ ପର୍ଯ୍ୟନ୍ତ ଅଭିଯୋଗ କରି କରି ନିରାଶ ହେଇକି ଲାଷ୍ଟରେ ଆତ୍ମାହୁତି ଦେବାକୁ ବାଧ୍ୟ ହେଇଗଲା କଲେଜ କ୍ୟାମ୍ପସରେ ସେଇ ଜାଗାରେ ଆପଣ ବୁଝନ୍ତୁ ସରକାର କେତେ ନିଷ୍କ୍ରିୟ ଅଛନ୍ତି ନା କେତେ ଆପଣଙ୍କର ସକ୍ରିୟ ଅଛନ୍ତି ନିଜ ସେ ଭିତରେ ଆପଣ ଆଲୋଚନା କରିପାରିବେ ବଳଙ୍ଗା କେସ୍ ଦେଖନ୍ତୁ 10 ଦିନ ପାଖାପାଖି ବିତିଗଲାଣି କୁଆଡେ ଗଲେ ଅଭିଯୁକ୍ତ ଆକାଶରେ ହଜିଗଲେ ନା ପାଣିରେ ଡୁବିଗଲେ ଏପର୍ଯ୍ୟନ୍ତ ଆମକୁ ଜଣା ପଡିପାରିଲା ନାହିଁ ଏବେ ପୁଣି ଷ୍ଟେଟମେଣ୍ଟ କଣ ଆସୁଛି ନା ଝିଅଟି କୁଆଡେ ମାନସିକ ବିକୃତ ଥିଲା ନିଜ ଦେହରେ ନିଆଁ ଲଗେଇ ଦେଇଥିଲା ଆଜ୍ଞା କୋଉ ଜାଗାରେ ଦେଖାଯାଉଛି ସେ ଝିଅଟି ମାନସିକ ବିକୃତି ଥିଲା ଆପଣ ଗୋଟେ ଝିଅର ଚରିତ୍ର ଉପରେ ତାର ଅବସ୍ଥା ଉପରେ ଲାଞ୍ଛନା ଲଗେଇବା ଆଗରୁ ସବୁ ଏଭିଡେନ୍ସ ସହିତ ରେଡି ହୁଅନ୍ତୁ ତ କୋଉଠି ନା କୋଉଠି ପ୍ରଶ୍ନ ତ ଉଠୁଛି ଯେ ଗୃହ ବିଭାଗ ଆମର ସୁପ୍ତ ଅବସ୍ଥାରେ ଅଛି ହଠାତ୍ ଜାଗି ଉଠିଛି ସରକାର ଟିକେ କେଞ୍ଚି ଦଉଛନ୍ତି ସେ ଉଠି ଯାଉଛି ଗୋଟେ କେସ୍ରେ ଗୋଟେ ପ୍ରକାର ନୀତି ତ ଆଉ ଗୋଟେ କେସ୍ରେ ଆଉ ଗୋଟେ ପ୍ରକାର ନୀତି କଂଗ୍ରେସ ଆନ୍ଦୋଳନ କଲେ ଗୋଡ ଭାଙ୍ଗି ଦିଆଯିବ କୁହାହଉଛି କିନ୍ତୁ କୌଣସି ପ୍ରକାର ସେଥିରେ ଷ୍ଟେପ୍ ନିଆ ହଉନି ଶାସକ ଦଳର ଏମଏଲଏ ମାନେ ମହିଳାମାନଙ୍କର ଚରିତ୍ର ହାନି କରୁଛନ୍ତି ଆପଣ ଯଦି ନୀଳଗିରି ବିଧାୟକଙ୍କ କଥା କହିବି ନିଶ୍ଚିନ୍ତ ଭାବରେ ଦେଖିଥିବେ କୋଉ ଭଳିଆ ସେ ଚରିତ୍ର ହନନ କରିଥିଲେ ବିଜେଡିର ଜଣେ ନାରୀ ନେତ୍ରୀଙ୍କୁ ତ ସେଇ ଜାଗାରେ ସରକାର ତତ୍ପର ହେଇଥିଲେ କି ତାଙ୍କର ଆଇଟି ଆକ୍ଟ ସାଇବର ସେଲ୍ ସବୁ କଣ ଅକାମୀ ହେଇକି ପଡିଯାଇଥିଲା ସେଇ ଜାଗାରେ ତେଣୁ ସରକାର କୋଉ ଜାଗାରେ କଣ କରୁଛନ୍ତି ନାରୀକୁ ସୁରକ୍ଷା ଦେବେ ବୋଲି ଦ୍ୱାହି ଦଉଛନ୍ତି କିନ୍ତୁ ଦେଖିଲା ବେଳକୁ ନାରୀର ଅପମାନରେ ସରକାର ତାକୁ ଅପମାନିତ ନିଜର ଅପମାନ ବୋଲି ଭାବୁନାହାନ୍ତି ଏଇ ଯୋଉ ଆମର ଅଧା ଭାଗ ହଉଛନ୍ତି ନାରୀ ଆଉ ସେମାନେ ଯଦି ସୁରକ୍ଷିତ ନ ରହିବେ ତାହେଲେ କୋଉ ଭଳିଆ ଆପଣ ନ୍ୟାୟ ପାଇବେ ବୋଲି ଭାବିପାରିବେ ଆମେ ରାଜରାସ୍ତାରେ ଓହ୍ଲାଉଛୁ ଆମେ ଯେତେବେଳେ ରାଜରାସ୍ତାରେ ଓହ୍ଲାଉଛୁ ଆମ ସ୍ୱରକୁ ଚାପି ଦେବା ପାଇଁ ଆମର ପ୍ରମୁଖ ଯୋଉମାନେ ନେତା ଅଛନ୍ତି ସେମାନଙ୍କ ଉପରେ ଟାର୍ଗେଟ କରିଛନ୍ତି ଆଜି ଉଦୟଙ୍କୁ ଟାର୍ଗେଟ କରିଛନ୍ତି କାଲି ଯୁବକୁ ଟାର୍ଗେଟ କରିବେ ତ ପରଦିନ ଉପରେ ଆଉ କାହାକୁ ଟାର୍ଗେଟ କରିବେ କୋଉଦିନ ଆମମାନଙ୍କୁ ମଧ୍ୟ ଟାର୍ଗେଟ କରିବେ ଇଏ ହଉଛି ଟାର୍ଗେଟର ସରକାର ହେଇଯାଇଛି ବର୍ତ୍ତମାନ ଆଉ ଟାର୍ଗେଟ କରିକି ଏଇଭଳିଆ ଗୋଟେ ଗୋଟେ କେସ୍ କୁଆଡୁ ବାହାର କରୁଛନ୍ତି ଯୋଉଥିରେ କି ଆମର ସ୍ୱରକୁ ଦବେଇବା ପାଇଁ ତାଙ୍କର ଗୋଟେ ପ୍ରି ପ୍ଲାନିଂ ସେମାନେ କରିଛନ୍ତି ସମସ୍ତେ ସୋସିଆଲ ମିଡିଆରେ ଦେଖି ସାରିଲେଣି ଉଦିତ ବିରୁଦ୍ଧରେ ଯୋଉ ଝିଅଟି ଅଭିଯୋଗ ଆଣିଥିଲେ ସମସ୍ତେ ଦେଖି ସାରିଛନ୍ତି ଯେ କୋଉ ଭଳିଆ ସବୁ ଜିନିଷ ଅଛି ସେଇଠି ଆଉ ଆଜି ଅଛପା କାହାକୁ ନାହିଁ ତେଣୁ ଏଇ ଜାଗାରେ ଯେତେବେଳେ ସରକାର ଅସହିଷ୍ଣୁ ହଉଛନ୍ତି ସ୍ୱରକୁ ଆମର ଚାପିବାକୁ ଚେଷ୍ଟା କରୁଛନ୍ତି ସେଇ ଜାଗାରେ ଆପଣ ସରକାରଙ୍କର ଏଇ ହିଟଲରୀ ଶାସନକୁ କେତେ ଦୂର ପର୍ଯ୍ୟନ୍ତ ବରଦାସ୍ତ କରିବେ ସୋସିଆଲ ମିଡିଆରେ ଆମେ ଦେଖି ସାରିଲୁ ଯୋଉ ଝିଅଟି ଆମ ଛାତ୍ର କଂଗ୍ରେସର ନେତାଙ୍କ ନାଁରେ ଏଲିଗେସନ ଆଣିଥିଲେ
से को टाइप रो झियो आमे देखिलु से सत कहउचंती कि मिछ कहउचंती सरकार जानिबा उचित थिला से जगह टिके इन्वेस्टिगेशन करथिले किछि असुविधा हेइ जाय नथा हम छात्र नेता कुआडे पळेइ जाउ नथिले आमे गोटे फैक्ट फाइंडिंग टीम तयारी कलु महिला माननकु नेइ कि मु निजे मध्ये सेते गोटे पार्ट थिली आमे विभिन्न जगह गलु पुलिस पाखकु गलु शिक्षानुष्ठान को जोटी पढुतला से होटल को मध्ये गलु कोउटी किछि एविडेंस पाइलु नाही पुलिस को बहुत रिक्वेस्ट कलु हमको टिके पीड़िता सहित देखा करि दियो तो आमे जानिबा को चाहूछु तांको सहित एक्चुअली हेइछि कोन को साहाଯ୍य से जदि चाहूचंती आमे तांको साहाଯ୍य देबा को राजी अछु कारण आमे हम छात्र नेता को चाप न पकेइबा पई सस्पेंड मध्ये करि सारिछु किंतु सरकार सहायता पाई नथु गालुआ बेलिया चुप रहितले से जगह उत्तर ही नथिला तांको पाखरे तेणु आगामी दिन रे सरकार जदि भाबुचंती ना आमे एमिति छोट छोट जिंस रे बा बड़ जिंस रे आमे चुप हेइ जिवो सेटा बहुत भूल भाबुचंती जेते आपण दमन करिवे आमे सेते आगु को आसीबे आपण जानते एमओई बा गोटे अछि जो एमओई बा को जेते आपण पीस करूथबे ना सेते नुआ एमओई बा सृष्टि होंती सेमति हमको आपण जेते खंड विखंडित करिवे ना आमे सेते नुआ शक्ति नै कि ऊर्जा नै कि आगु को आसीबे।